ନେବାକୁ ଚାହୁଁଛି ତା ଭିତରେ ଯେ ଆମରି କୁମାର ଉତ୍ସବ ସମିତିର ସଭ୍ୟା ମାନଙ୍କ ଦ୍ୱାରା ଏକ ସୁନ୍ଦର ନାଟକ ପରିବେଷଣ ହେବାକୁ ଯାଉଛି। ଯେ ନାଟକର ନାମ ହେଉଛି କଳା ପାହାଡ଼। ତାକୁ ଆପଣମାନଙ୍କୁ ଅନୁରୋଧ ଆପଣମାନେ ତାର ପ୍ରଚାର ପ୍ରସାର ଦିଗରେ ନିଶ୍ଚିତ ଭାବରେ ଯତ୍ନବାନ ହେବେ ଏବଂ ଆମର ଯେଉଁ ପ୍ରଥମ ଲକ୍ଷ୍ୟ ଏବଂ ସର୍ବଶେଷ ଲକ୍ଷ୍ୟ ଯେ ପୁରୀ ସହରର କଳା ସଂସ୍କୃତି ସାହିତ୍ୟ ତାକୁ ରକ୍ଷା କରିବାରେ ଆମର ଯେଉଁ ଉଦ୍ୟମ ସେ ଦିଗରେ ଆପଣମାନେ ପୁଣି ଯତ୍ନବାନ ହେବେ ବୋଲି ମୋର ଆଶା। ଚଳିତ ବର୍ଷ କୁମାର ଉତ୍ସବ ସମିତି ଦ୍ୱାରା ଆୟୋଜିତ କୁମାର ଉତ୍ସବ ଆଗାମୀ 8, 9, 10 3 ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ସନ୍ଧ୍ୟା 6 ଘଟିକା ଠାରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। 58 ବର୍ଷରେ କୁମାର ଉତ୍ସବ ପହଞ୍ଚିଲା ଏବଂ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଆମେ ରୁଚିକର କାର୍ଯ୍ୟକ୍ରମ ସମସ୍ତ ରଖିଛୁ ଏବଂ ଯେଉଁ କାର୍ଯ୍ୟକ୍ରମ ସମସ୍ତେ ଦେଖିଲା ଭଳି ସମସ୍ତଙ୍କୁ ଆକୃଷ୍ଟ କଲା ଭଳି ଏବଂ ସମସ୍ତଙ୍କୁ ଆନନ୍ଦିତ କଲା ଭଳି କାର୍ଯ୍ୟକ୍ରମ କୁମାର ଉତ୍ସବ ସମିତି ତରଫରୁ ଆୟୋଜନ କରାଯାଇଛି। ବିଶେଷ ଭାବରେ ଆମର ପରମ୍ପରା ଏବଂ ଆମର ସଂସ୍କୃତିର ଓଡ଼ିଶୀ ନୃତ୍ୟ, ମହାରୀ ନୃତ୍ୟ, ଗୋଟିପୁଅ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ଏ ସମସ୍ତ ନୃତ୍ୟ ଆୟୋଜନ କରାଯାଇଛି। ସୁଦୂର ବଲାଙ୍ଗୀରରୁ ମଧ୍ୟ ସମ୍ବଲପୁରୀ ନୃତ୍ୟ ଆମ ପାଖକୁ ଆସୁଛନ୍ତି। ତା ସହିତ ଆମର ମାଲଖମ୍ବ ଏବଂ ଆମର ପାଇକ ଆଖଡ଼ାର କାର୍ଯ୍ୟକ୍ରମ ମଧ୍ୟ ଆମେ ରଖିଛୁ। ଆମେ ଆଶା କରୁଛୁ ଯେ 3 ଦିନ ଧରି ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପୁରୀ ସହରର କୋଣ ଅନୁକୂଳରେ ଥିବା ସମସ୍ତ କଳାପ୍ରେମୀ ବନ୍ଧୁମାନଙ୍କ ପାଖରେ ଆପଣମାନେ ଏ ସମ୍ବାଦକୁ ପହଞ୍ଚାଇବେ ଯେ ନିଶ୍ଚିତ ଭାବରେ ସମସ୍ତେ ଆସିବେ। 3 ଦିନ ଧରି ସନ୍ଧ୍ୟା 6ଟାରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଆମ ସହିତ ରହିବେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ। ଏଥିସହିତ ଆମେ କମ୍ପିଟିସନରେ ଯେଉଁ ପିଲାମାନେ ଭାଗ ନେଇଥିଲେ ସେ ପିଲାମାନଙ୍କୁ ସେଦିନ ମଞ୍ଚରେ ପୁରସ୍କାର ଦିଆଯିବ ଏବଂ 3 ଦିନ ଧରି ଏ ପୁରସ୍କାରର କାର୍ଯ୍ୟକ୍ରମ ରହିବ। ତା ସହିତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରତିଭାମାନେ ଯେଉଁମାନେ ନିଜର ପାରଦର୍ଶିତା ଦେଖାଇଛନ୍ତି ସେମାନଙ୍କୁ ମଧ୍ୟ ଆମେ ମଞ୍ଚରେ ସମ୍ବର୍ଦ୍ଧନା କରିବୁ। ବିଭିନ୍ନ ଦିବସରେ ଅତିଥିମାନଙ୍କ ଦ୍ୱାରା ନିଶ୍ଚିତ ଭାବରେ ସମ୍ବର୍ଦ୍ଧିତ ସେମାନେ ହେବେ ଏବଂ ତା ସହିତ ବିଶେଷ ଭାବରେ ଶେଷ ଦିନ 10 ତାରିଖ ଦିନ ସନ୍ଧ୍ୟା 6ଟାରେ ଇରା ମହାନ୍ତିଙ୍କ ଦ୍ୱାରା ପ୍ରସିଦ୍ଧ କଣ୍ଠଶିଳ୍ପୀ ଓଡ଼ିଶାର ତାଙ୍କ ଦ୍ୱାରା ଆୟୋଜନ କରାଯିବ ନିଶ୍ଚିତ ଭାବରେ ସଙ୍ଗୀତ କାର୍ଯ୍ୟକ୍ରମ। ଏ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ସମସ୍ତେ ଅପେକ୍ଷା କରିଛନ୍ତି। ଆମେ ଆଶା କରୁଛୁ ଏ 3 ଦିନ ଧରି ଯେଉଁ କାର୍ଯ୍ୟକ୍ରମ ହେବ ଆପଣମାନେ ଏ କାର୍ଯ୍ୟକ୍ରମକୁ ସମସ୍ତଙ୍କ ପାଖରେ ପହଞ୍ଚାଇବେ ଏବଂ ଆମେ ଆଶା କରୁଛୁ ପୁରୀ ସହରର ଅଗଣିତ ଶ୍ରୋତାବନ୍ଧୁ ଏବଂ ଅଗଣିତ କଳାପ୍ରେମୀ ବନ୍ଧୁଗଣ ଆମ ସହିତ ରହି ଏ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ କୁମାର ଉତ୍ସବ ସମିତିର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବେ ଏବଂ ସମସ୍ତ କଳାକାରମାନେ ଯେଉଁମାନେ ବିଭିନ୍ନ ଦିନରେ ସେମାନଙ୍କର କଳା ନୈପୁଣ୍ୟକୁ ପ୍ରଦର୍ଶନ କରିବେ ସମସ୍ତଙ୍କୁ ମଧ୍ୟ ଉତ୍ସାହିତ କରିବେ। କାରଣ ଆମେ ଆମର ସଂସ୍କୃତି ଏବଂ ପରମ୍ପରାକୁ ଆମେ କେବେ ବି ଭୁଲି ନାହୁଁ। ଆମେ ଆମ ସଂସ୍କୃତି ଏବଂ ପରମ୍ପରା ଭିତରେ ଆମର ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବୁ ବୋଲି କୁମାର ଉତ୍ସବ ସମିତି ସଂକଳ୍ପବଦ୍ଧ ଏବଂ ଆଗାମୀ 58ତମ କୁମାର ଉତ୍ସବ ଆପଣଙ୍କ ଦ୍ୱାରା ନିଶ୍ଚିତ ସଫଳ ହେବ, ସମସ୍ତଙ୍କ ପାଖରେ ପହଞ୍ଚିବ ଏହି କାମନା ରଖି ମୁଁ ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଶା କରୁଛି ସମସ୍ତେ ସେଇ 3 ଦିନ ଆମ ସାଥିରେ ରହିବେ। ଜୟ ଜଗନ୍ନାଥ।